ମା ରତ୍ନଭଣ୍ଡାର କେତେ ମସିହାରେ ଖୋଲା ଯାଇଥିଲା କିଲୋ? 1978 ମସିହାରେ। 1978 ମସିହାରେ ନା? ଆଚ୍ଛା ମା ତ୍ରିସନ୍ଧ୍ୟା କଣ କହିଲ? ତ୍ରିସନ୍ଧ୍ୟା ହଉଛୁ ଉଷା ଆଉ ମଧ୍ୟାହ୍ନ ଆଉ ଗୋଧୂଳି, ଏଇ ତିନି ପ୍ରହରକୁ ତ୍ରିସନ୍ଧ୍ୟା କହନ୍ତି। ତ୍ରିସନ୍ଧ୍ୟା କହନ୍ତି। ଏଇ ତିନି ପ୍ରହରକୁ ନା? ଆଚ୍ଛା ଆଚ୍ଛା ମା କହିଲ ଦେଖି ବାହୁଡା ଯାତ୍ରା ସମୟରେ ପ୍ରଭୁଙ୍କ ମସ୍ତକରେ ଯୋଉ ଟାହିଆ ଲାଗିଥାଏ ସେ କେଉଁ ମଠରୁ ଆସିଥାଏ କି? ରାଘବ ଦାସଙ୍କ ମଠରୁ ଆସିଥାଏ। ରାଘବ ଦାସ ମଠ ନା? କହିଲ ଦେଖି ତ୍ରିପୁର କାହାକୁ କୁହାଯାଏ? ତିନୋଟି ପୁରକୁ ତ୍ରିପୁର କୁହାଯାଏ। ଆଚ୍ଛା ସେ ତିନୋଟି ପୁର ତାର କଣ? ଅର୍ଥ ହଉଛୁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ। ଏ ହଉଛି ତିନି ପୁର ନା? ଆଚ୍ଛା ହେଲୋ ମା ଭୋକ ଲାଗିଲାଣି ନା କଣ? ନା ଭୋକ ଲାଗିନି। କହିଲ ଦେଖି ତ୍ରିପୁର କାହାକୁ କୁହାଯାଏ? ତିନୋଟି ପୁରକୁ ତ୍ରିପୁର କୁହାଯାଏ। ଆଚ୍ଛା ସେ ତିନୋଟି ପୁର ତାର କଣ? ଅର୍ଥ ହଉଛୁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ। ଏ ହଉଛି ତିନି ପୁର ନା? ଆଚ୍ଛା କହିଲ ତ୍ରିବେଣୀ କଣ? ତିନି ଜଣ ସଙ୍ଗମ ପରା, ଗଙ୍ଗା, ଯମୁନା, ସରସ୍ୱତୀ। ସେ ତିନି ନଦୀର ଗଉଲି, ସେଇଥିପାଇଁ ସଙ୍ଗମ ସ୍ଥଳୀ କି ଦିଆହେଇଛି ତ୍ରିବେଣୀ ସଙ୍ଗମ ନା? ତ୍ରିବେଣୀ ସଙ୍ଗମ। ଆଚ୍ଛା ଗଙ୍ଗା ମା କହିଲ ତ୍ରିବେଣୀ କଣ? ତିନି ଜଣ ସଙ୍ଗମ ପରା, ଗଙ୍ଗା, ଯମୁନା, ସରସ୍ୱତୀ। ସେ ତିନି ନଦୀର ଗଉଲି, ସେଇଥିପାଇଁ ସଙ୍ଗମ ସ୍ଥଳୀ କି ଦିଆହେଇଛି ତ୍ରିବେଣୀ ସଙ୍ଗମ ନା? ତ୍ରିବେଣୀ ସଙ୍ଗମ। ଆଚ୍ଛା କହିଲ ତ୍ରିବେଣୀ କଣ? ତ୍ରିବେଣୀ ସଙ୍ଗମକୁ କୁହନ୍ତି ଗଙ୍ଗା, ଯମୁନା, ତ୍ରିବେଣୀ। ଆଚ୍ଛା ମା ତ୍ରିନାଥ କିଏ କହିଲ? ତ୍ରିନାଥ ହଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ଇଏ ହଉଛନ୍ତି ତ୍ରିନାଥ। ଆଚ୍ଛା ହ୍ୟାଲୋ ତ୍ରିନେତ୍ର କାହାକୁ କୁହାଯାଏ? ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ଆକୁ ହିଁ ତ୍ରିନେତ୍ର କୁହାଯାଏ। ପ୍ରଭୁଙ୍କର ଗୋଟିଏ ନେତ୍ର ସୂର୍ଯ୍ୟ ଆଉ ଗୋଟିଏ ଚନ୍ଦ୍ର। ଆଚ୍ଛା ମା ତ୍ରିନାଥ କିଏ କହିଲ? ତ୍ରିନାଥ ହଉଛନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ଇଏ ହଉଛନ୍ତି ତ୍ରିନାଥ। ଆଚ୍ଛା ମା ତ୍ରିମାର୍ଗ କଣ କିଲୋ? ଜ୍ଞାନ, କର୍ମ ଆଉ ଭକ୍ତି। ଇଏ ହଉଛନ୍ତି ତିନୋଟି ମାର୍ଗ ନା? ତିନୋଟି ମାର୍ଗ। ମା ଶରଧା ବାଲିର ନାମକରଣ ଏପରି କାହିଁକି ହେଇଛି କହିଲ ଦେଖି? ଶରଧା ବାଲିର ନାମକରଣ ହେଇଛି ଇନ୍ଦ୍ରଦ୍ୟୁମ୍ନ ରାଜା ଅତି ଶ୍ରଦ୍ଧାରୁ 500 ବର୍ଷ ବସିକି ଯଜ୍ଞ କରିଥିଲେ ତା ଉପରେ। ସେ ବାଲି ଉପରେ ବସିକି ଯଜ୍ଞ କରିଥିଲେ ଶ୍ରଦ୍ଧାର ସହିତ। ସେଥିପାଇଁ ତା ନାଁ ହେଇଛି ଶରଧା ବାଲି। ଶ୍ରଦ୍ଧାରୁ ଶରଧା ନା?